ଇନ୍ଦ୍ରଦେବ କହିଲେ ଗାଁ ଲୋକଙ୍କୁ ନେଇ ପ୍ରସନ୍ନ ନୁହେଁ। ଗାଁ ଲୋକ କଥା ହଉଛନ୍ତି। ଗୋଟେ ଚାଷୀ ଏମିତି କହୁଛି ଯେ ସବୁଦିନ ନିଜ କ୍ଷେତକୁ ଯାଏ। ସେ କହୁଛି ମୁଁ ଚାଷ କରିବାକୁ ଭୁଲି ନ ଯାଏ, କ୍ଷେତ କରିବାକୁ ଭୁଲି ନ ଯାଏ। ଏଥିପାଇଁ ନିରନ୍ତର ଭାବରେ ଚେଷ୍ଟା କରି ଚାଲୁଛି। ପ୍ରଭୁ, ମୋତେ ଚିନ୍ତା ଲାଗୁଛି ଆପଣ 12 ବର୍ଷ ପର୍ଯ୍ୟନ୍ତ ଡମରୁ ନ ବଜାଇଲେ ଆପଣ ଡମରୁ ବଜାଇବା ଭୁଲି ଯିବେନି ତ? ଭଗବାନ ଶିବଙ୍କୁ ଏ କଥାରେ ଦମ ଲାଗିଲା। ସେ ତାଙ୍କ ଡମରୁ ଉଠାଇ ଟ୍ରାଏ କରିବାକୁ ଲାଗିଲେ, ଇଏ ଡମରୁ ବାଜୁଛି ନା ନାହିଁ। ଆଉ ସେମିତି ସେ ଡମରୁ ଉଠାଇଲେ, ଡମରୁ ବଜାଇଲେ। ସେଇ ମୁହୂର୍ତ୍ତରେ ସେଇ ଗାଁରେ ବର୍ଷା ହୋଇଗଲା। ଗାଁର ଚାଷୀ ବହୁତ ଦୁଃଖୀ ହେଇଗଲେ। ସେମାନେ ତ କିଛି କରିନଥିଲେ, ଫସଲ କେମିତି ହବ? କିନ୍ତୁ ସେ ଏକମାତ୍ର ଚାଷୀ ଯିଏ ନିରନ୍ତର ଯାଉଥିଲା। ତା କ୍ଷେତରେ କିଛି ଦିନ ପରେ ଫସଲ ବହୁତ ସୁନ୍ଦର ଭାବରେ ହୋଇଗଲା। ଛୋଟିଆ କାହାଣୀ ଆମକୁ ଶିଖାଏ ଡମରୁ କେତେବେଳେ ବି ବାଜିପାରେ। ଏଥିପାଇଁ ନିଜ ଆଡୁ ପରିଶ୍ରମ କରିବାକୁ ଛାଡନ୍ତୁନି, ଅଭ୍ୟାସ କରିବାକୁ ଛାଡନ୍ତୁନି। ଷ୍ଟୋରିଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ଅନ୍ୟମାନଙ୍କ ସହ ସେୟାର କରନ୍ତୁ। ଆପଣଙ୍କ ସୁନ୍ଦର ମତାମତ କମେଣ୍ଟରେ ଜଣାନ୍ତୁ। ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ସେତେ ପର୍ଯ୍ୟନ୍ତ କର୍ମ କରି ଚାଲନ୍ତୁ, ଧୈର୍ଯ୍ୟ ରଖନ୍ତୁ, ଆଗକୁ ବଢନ୍ତୁ।